ଯେତେବେଳୁ ଆସିଲେଣି ଦେଖୁଛୁ ତୁ ସବୁ କାମ କରୁଛୁ, ଏ ପରିବା କଣ ଭାଉଜ କାଟି ପାରିବେନି? ବସିଥିଲି ତ କିଛି କାମ ନାହିଁ ସେଥିପାଇଁ କାଟି ଦଉଛି। ବୋହୂକୁ ମୁଣ୍ଡରେ ବସେଇଥା, ପଛରେ ପସ୍ତେଇବୁ ଯେ। ଭାଉଜ ଆଜି ଖାଇବାରେ କଣ ବନେଇବ? ଦହି ବାଇଗଣ ବନେଇବି, ତମକୁ ପସନ୍ଦ ନା? ହଁ ମତେ ପସନ୍ଦ, କିନ୍ତୁ ତମେ ମାଆଙ୍କୁ ନ ପଚାରିକି ସବୁ ବନେଇ ଦଉଛ, ମା କିଛି କହୁନି? ମୁଁ ଯଦି ମୋ ଶାଶୁକୁ ନ ପଚାରିକି ରୋଷେଇ କରିଦେବି ସେଇଦିନ ଆମ ଘରେ ମହାଭାରତ ହେଇଯିବ। କିନ୍ତୁ ମୋ ଶାଶୁ ସେମିତି ନୁହନ୍ତି। ହୁଁ। ଝିଅ ତୁ ବସିଛୁ ତ, କପଡାଟା ଟିକେ ଆଇରନ୍ କରିଦେଲୁ। ହଁ ରଖିଦେ, ଭାଉଜ ପରେ କରିଦେବେ। ମା ତୁ ଭାଉଜର ଶାଢୀ ଆଇରନ୍ କରୁଛୁ? ତାଙ୍କ ଶାଶୁ ତୁ। ତ କଣ ହେଲା, ତୋ ଶାଶୁ କଣ ତତେ କାମରେ କିଛି ସାହାଯ୍ୟ କରୁନାହାନ୍ତି? ତୁ କଣ ଏତେ ଆଶ୍ଚର୍ଯ୍ୟ ହଉଛୁ? ଭାଉଜ କେତେ ଭଲରେ ଆଉ ଖୁସିରେ ଅଛନ୍ତି, ଆଉ ମୁଁ କେତେ କଷ୍ଟରେ। ନା, ଏମିତି ହେଇପାରିବନି। ତୁ ଯେତେ ବି କରେ ଭାଉଜ ପାଇଁ, ଭାଉଜ ସବୁଦିନ ତୋ ବିଷୟରେ ତାଙ୍କ ମାଙ୍କ ସହିତ ଫୋନରେ ଇଆଡୁ ସିଆଡୁ ଗପୁଛନ୍ତି। ତୁ କେମିତି ଜାଣିଲୁ? କାଲି ମୁଁ ଶୋଇଥିଲି ଭାଉଜଙ୍କ ପାଖରେ, ଭାଉଜ ଭାବିଲେ ମୁଁ ଶୋଇ ପଡିଛି, କିନ୍ତୁ ସେ ଯାହା କଥା ହେଲେ ମୁଁ ସବୁ ଶୁଣି। ବୋହୂ ସବୁଦିନ ଶୋଇବା ପୂର୍ବରୁ ଫୋନରେ ରାମାୟଣ ଲଗେଇକି ମତେ ଦେଖିବା ପାଇଁ ଦଉଛି, ଆଉ ରାତି ସାରା ଫୋନ ମୋ ପାଖରେ ରହୁଛି। ତୁ ତ ଭାଉଜର ଖୁସି ଦେଖି ପାରୁନୁ। ତୁ ବି ତ ଭାଉଜ ପରି ତୋ ଶାଶୁକୁ ମା ଭଳି ଦେଖେ, ଆଉ ସମ୍ମାନ ଦିଏ, ସିଏ ବି ତତେ ଖୁସିରେ ରଖିବ, ଆଉ ଝିଅ ପଳି ଦେଖିବେ। ଘର ଭଙ୍ଗା ଗୁଣ ତୋର ଏ ପର୍ଯ୍ୟନ୍ତ ଯାଇନି।